ରାଜସ୍ୱୟ ଯଜ୍ଞ ହେଲା ବେଳେ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ, ଏହି ଯଜ୍ଞରେ ସମସ୍ତେ କିଛି ନା କିଛି କାମ କରୁଛନ୍ତି, ମୋତେ ବି କିଛି କାମ କରିବାକୁ ଦିଆଯାଉ। ଯୁଧିଷ୍ଠିର କହିଲେ, ତମ ଉପସ୍ଥିତିରେ ହିଁ ଅନେକ କାମ ସୁରୁଖୁରୁରେ ହୋଇଯାଉଛି। ତମେ କେବଳ ଚାରିଆଡ଼େ ବୁଲି ବୁଲି ଦେଖ, କେଉଁଠାରେ କିଛି ଭୁଲ ଭଟକା ରହିଯାଉଛି କି? ଶ୍ରୀକୃଷ୍ଣ କିନ୍ତୁ ଜିଦ୍ ଧରିଲେ। ସେ କିଛି କାମ ନିଶ୍ଚିନ୍ତ କରିବେ ବୋଲି ଯୁଧିଷ୍ଠିରଙ୍କୁ କହିଲେ। ଯୁଧିଷ୍ଠିର କହିଲେ, ଠିକ୍ ଅଛି, ତମେ ଯେଉଁ କାମ କରିବାକୁ ଚାହୁଁଛ କୁହ, ସେହି କାମ ଦାୟିତ୍ୱରେ ତମେ ରହିବ। ଶ୍ରୀକୃଷ୍ଣ କହିଲେ, ମୁଁ ନିମନ୍ତ୍ରିତ ଲୋକଙ୍କର ଅଇଁଠା ପତ୍ର ଗୋଟାଇ ବାହାରେ ପକାଇବି। ଦେଖିବ, ଖାଇବା ସ୍ଥାନ ପରିଷ୍କାର ରହିବ, କେଉଁଠାରେ ବି ଟିକିଏ ବି ଅଇଁଠା ପଡ଼ିବ ନାହିଁ। ଏହା ଶୁଣି ଯୁଧିଷ୍ଠିର ଦୁଃଖିତ ହେଲେ। କହିଲେ, ମୁଁ ସେପରି କାମ ତମକୁ ଦେଇପାରିବି ନାହିଁ। ଶ୍ରୀକୃଷ୍ଣ କିନ୍ତୁ ଯୁଧିଷ୍ଠିରଙ୍କୁ ବୁଝାଇଲେ। କହିଲେ, କେଉଁ କାମ ଛୋଟ କି ବଡ଼ ନୁହେଁ, ସବୁ କାମ ସମାନ। ସାଧାରଣ ଲୋକ ଏପରି କାମକୁ ଛୋଟ କାମ ବୋଲି ଭାବୁଛନ୍ତି ବୋଲି ମୁଁ ସେପରି କାମ କରିବାକୁ ଚାହୁଁଛି। ଲୋକମାନେ ବୁଝିପାରିବେ ଯେ ପ୍ରତ୍ୟେକ କାମ ମୂଲ୍ୟବାନ, କେଉଁ କାମରେ ଭେଦଭାବ ନାହିଁ। ତା ଛଡ଼ା ସେବା କାମଠାରୁ ମହତ୍ କ'ଣ? ସାଧାରଣ ଲୋକ ବୁଝିବେ ଯେ ଶ୍ରୀକୃଷ୍ଣ ଯଦି ଏପରି କାମ କରିପାରୁଛନ୍ତି, ଆମେ କଲେ କ୍ଷତି କ'ଣ? ସେବା ହେଲା ସବୁଠାରୁ ଉତ୍ତମ ଆଦର୍ଶ। ସେଥିରେ ସାନ ବଡ଼ ଉଚ୍ଚ ନୀଚର କୌଣସି ଭେଦଭାବ ନାହିଁ। ପ୍ରକୃତରେ ଲୋକଶିକ୍ଷା ପାଇଁ ମୁଁ ଏହା କରିବାକୁ ଚାହୁଁଛି। ଶ୍ରୀକୃଷ୍ଣଙ୍କର ମହତ୍ ଭାବନା ଶୁଣି ଯୁଧିଷ୍ଠିର ନତମସ୍ତକ ହେଲେ। ଯୁଧିଷ୍ଠିରଙ୍କ ମତ ନେଇ ଶ୍ରୀକୃଷ୍ଣ ରାଜସ୍ୱୟ ଯଜ୍ଞରେ ସମସ୍ତଙ୍କର ଅଇଁଠାପତ୍ର ଉଠାଇଲେ। ସାଧାରଣ ଲୋକଙ୍କୁ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ସେ ସେମାନଙ୍କ ମନରେ ସଦ୍ଭାବ ସୃଷ୍ଟି କରିବାକୁ ଚାହୁଁ ଏବଂ ସଫଳ ମଧ୍ୟ ହୋଇଥିଲେ। ହଁ ବନ୍ଧୁ, ଆମେ ଏହା ଶିକ୍ଷା ଲାଭ କଲେ ଯେ କୌଣସି କାମ ଛୋଟ ନୁହେଁ କି କୌଣସି କାମ ବଡ଼ ନୁହେଁ, ସବୁ କାମକୁ କରିବା ହିଁ ଆମର କର୍ତ୍ତବ୍ୟ। ଆମେ ଯେକୌଣସି ବି କାମ କରନ୍ତି, ଯଦି ଆମେ ସେବା ମନୋବୃତ୍ତି ନେଇ କରିବା, ତାହେଲେ ସେ କାମ ନିଶ୍ଚିନ୍ତ ବହୁତ ଭଲ ଭାବରେ ହୋଇପାରିବ, ଆମେ ସଫଳତା ପାଇବା। ସେବା ମନୋବୃତ୍ତି ରଖିବା ଏକ ଶ୍ରେଷ୍ଠତର ଚିନ୍ତା ଅଟେ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।